ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ସକ୍ରିୟ ଲଘୁଚାପ ସୃଷ୍ଟି ହୋଇଛି, ଯାହା ପ୍ରଭାବରେ 24 ଘଣ୍ଟା ଭିତରେ 8ଟି ଜିଲ୍ଲାରେ ବର୍ଷିବାର ସମ୍ଭାବନା ଅଛି। କିଛି ମାସର ବ୍ୟବଧାନ ପରେ ସାରା ଓଡ଼ିଶା ପୁଣି ବର୍ଷାରେ ଭିଜୁଛି। ଯାହା ଲାଟେଷ୍ଟ ଅପଡେଟ୍ ଆସି ପହଞ୍ଚୁଛି ସକାଳର ମୟୂରଭଞ୍ଜ, ବଲାଙ୍ଗୀର, ରାଉରକେଲା, କଟକ, ଯାଜପୁର ଏବଂ ଟିଟିଲାଗଡ଼ ଏମିତି ଅନେକ ଜିଲ୍ଲା ଅଛି। 8ଟି ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଆସୁଛି। ଆଜିଠାରୁ ହିଁ ସକ୍ରିୟ ଲଘୁଚାପ ପ୍ରଭାବରେ ସ୍ୱଳ୍ପ ଧରଣର ବର୍ଷା ହେବ। ଲଗାତାର 3 ଦିନ ଧରି ବର୍ଷା ହେବାର ସମ୍ଭାବନା ଆସି ଯାହା ପହଞ୍ଚୁଛି, ଯାହା ପାଣିପାଗ ବିଭାଗରୁ ସୂଚନା ଆସି ପହଞ୍ଚୁଛି, ଆଜିଠାରୁ ହିଁ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି। ଲଘୁଚାପ ଯଦିଓ ସକ୍ରିୟ ଅଛି, ଏହି ସକ୍ରିୟ ଲଘୁଚାପ ପ୍ରଭାବରେ 24 ଘଣ୍ଟା ପର୍ଯ୍ୟନ୍ତ ହିଁ ବର୍ଷା ହେବ, କିନ୍ତୁ ଆଜିଠାରୁ ହିଁ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି ବୋଲି ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।